ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ। ରଜତାମସ ଗୁଣୁ ଜାତ ମଧୁକୈଟଭ ବେନି ଭ୍ରାତ ଦେବଦଳନ ମହାଘୋର ତେଜେ ପ୍ରଚଣ୍ଡ ଭୟଙ୍କର। ତାହାଙ୍କୁ ମାରି ଶତ୍ରୁପଣେ ବ୍ରହ୍ମାଙ୍କୁ କଲୁ ସମର୍ପଣେ। ଏହି ପ୍ରକାରେ ନରହରି ନୃସିଂହ ରୂପେ ଅବତରି ଦେବତା ମତ୍ସ୍ୟ ଆଦି ରୂପେ ତୋ ଅବତାର ମହାକଳ୍ପେ। ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ। ଯୁଗାନୁମତେ ଧର୍ମ ଯେତେ ତୁ ନାଥ ପାଳୁ ଏ ଜଗତେ। କଳି କଳୁଷ ଆଦି ଗୁଣ ଯୁଗ ସ୍ୱଧର୍ମେ ତୁ ପାଳିନ। ନିରତେ ମାୟା ଜଡ଼େ ଛନ୍ନ ପାପ ସଂକଳ୍ପ ଦୁଷ୍ଟ ମନ। ଏଣୁ ତ କଥା ମୃତେ ରତ କେ କରିପାରେ ଦୃଢ଼ ଚିତ। କାମ ସଂକଳ୍ପେ ମୁଁ ଆତୁର କାହିଁ ଲଭିବି ଗତି ତୋର। ଏ ଦେହେ ଇନ୍ଦ୍ରିୟଙ୍କ ଗୁଣ ଭୋନାଥ ସାବଧାନେ ଶୁଣ। ଏ ଆତ୍ମା ରହି ହୃଦଗତେ ଚଳଇ ଇନ୍ଦ୍ରିୟ ଆୟତେ। କ୍ଷୁଧା ଲାଳସେ ଜିହ୍ୱା ଧରେ ତୃଷିତେ ତୃଷା ବଳ କରେ। ଇନ୍ଦ୍ରିୟ ଧରେ କାମ ଭୋଗେ ଗୁହ୍ୟ ଧରଇ ମଳୋତ୍ସର୍ଗେ। ଚର୍ମ ଧରଇ ଶୀତ ଘର୍ମେ ଉଦର ଧରେ ଭସ୍ମ କର୍ମେ। ଶ୍ରବଣ ଶବ୍ଦ ଅର୍ଥେ ଧରେ ଗନ୍ଧାର୍ଥେ ନାସିକା ବିବରେ। ରୂପ ସଂଯୋଗେ ଦୃଷ୍ଟି କରେ ବଳ ବିକ୍ରମ ଶକ୍ତି ଧରେ। ଇନ୍ଦ୍ରିୟ ଗଣ କର୍ମ ବଳେ ପ୍ରାଣ ନାଶନ୍ତି ଅବହେଳେ। ବହୁତ ସପତଣି ଘରେ ଗୃହସ୍ଥ ରମେ ନିରନ୍ତରେ। ସେ ଯେହ୍ନେ ପତ୍ନୀଙ୍କ ଆୟତେ ନିରତେ ରମେ ନାନା ମତେ। ସେ ନାରୀ ଗଣେ ତାର ଚିତ କରନ୍ତି ଆପଣା ଆୟତ। ଯେ ଯାହା ମନେ ସୁଖ ଚିନ୍ତି ସ୍ୱାମୀ ଜୀବନ ସେ ହରନ୍ତି। ଏମନ୍ତ କର୍ମ ପାଶ ବଳେ ବୈତରଣୀ ବ୍ରହ୍ମ ଜଳେ। ଜନ୍ମ ମରଣ ପ୍ରାଣୀ ରହେ ଅନ୍ୟାନ୍ୟ ଘଟଣା ବିଗ୍ରହେ। ସଂସାରେ ବେଦ ପଥ ହୁଳି ଯାତନା ମଧ୍ୟେ ଛନ୍ତି ପଡ଼ି। ତାହାଙ୍କ ମଧ୍ୟେ ମୋହି ଥାଇ ଆତ୍ମାର ଗତି ନ ଜାଣଇ। ତୋ ପାଦେ ପଶିଲି ଶରଣ ଏଥୁ ଉଦ୍ଧର ନାରାୟଣ। ଦୁଃଖୀ ଜନଙ୍କ ଉପକାରେ ତୋ ସମ ନାହିଁ ଏ ସଂସାରେ। ଅଶେଷ ଉତ୍ପତ୍ତି ପାଳନ ଇସିତେ କରୁ ସଂହାରଣ। ମୂଢ଼ ପ୍ରାଣୀଙ୍କୁ ତୋର ଦୟା କେ ଜାଣିପାରେ ତୋର ମାୟା। ଆରତ ଜନ ବନ୍ଧୁ ହେଉ କରୁଣା ସିନ୍ଧୁ ନାମ ବହୁ। ତୋହର ସେବକ ତାରଣେ ତୁ ନାଥ ଥାଉ ଅନୁକ୍ଷଣେ। ଏଣୁ ମୋହର ଭୟ ନାହିଁ ବୈତରଣୀ ମଧ୍ୟେ ଥାଇ। ତୋର ମହିମା ଗୁଣ ଗୁଣି ନିଶ୍ଚଳ ହୃଦେ ପରିମାଣି। ତୋର ବିମୁଖ ଯାର ମନ ସେ ପ୍ରାଣୀ ଜୀବନ୍ତେ ନିଧନ। ଭାର ବହଇ ଅବିରତେ କୁଟୁମ୍ବ ରକ୍ଷଣ ନିମନ୍ତେ। ଇନ୍ଦ୍ରିୟ ଅର୍ଥେ ସାରେ ଦିନ କୁଟୁମ୍ବ ସ୍ନେହେ ପରାଧୀନ। ଏଣୁ ସକଳ ମୁନି ଜନେ ନିର୍ମଳ ନିଶ୍ଚଳ ଚେତନେ। ମାୟା କଳ୍ପନା ଦୂର କରି ମୌନ ବ୍ରତ ବ୍ରହ୍ମଚାରୀ। ନିର୍ଜନେ ବସନ୍ତି ନିଶ୍ଚଳେ ଜପନ୍ତି ପରମ ମଙ୍ଗଳେ। ତାହାଙ୍କ ସାଧ୍ୟ ଅନୁକ୍ଷଣେ କଳ୍ପଇ ଭବ ଭ୍ରମ ବଣେ। ଭ୍ରମେ ଭ୍ରମନ୍ତା ପ୍ରାଣୀଙ୍କର ତୋ ତହୁଁ ରକ୍ଷକେ କେଆର। ଏ ଗୃହେ ମୈଥୁନାଦି ସୁଖେ ପ୍ରାଣୀ ପଡ଼ନ୍ତି ଦୁଃଖ ଶୋକେ। କଣ୍ଡୁ ଯେ ସନେ ନଖେ ମାଜେ ନିମିଷ ମାତ୍ର ସୁଖ ବୁଝେ। କଣ୍ଡୁ ଅନ୍ତରେ ବହେ ଦୁଃଖ ତେ ସନେ ଗୃହ ବନ୍ଧ ସୁଖ। ଏଣୁ କରମେ ଜ୍ଞାନୀ ଜନ ତୋ ପାଦ ପଦ୍ମେ ଦେଇ ମନ। ମୌନ ବ୍ରତ ଶୌଚ ତପ ସ୍ୱଧର୍ମ ଅଧ୍ୟୟନ ଜପ। ଏକାନ୍ତ ସର୍ବସେବା ବିଧି ନିର୍ମଳ ନିଶ୍ଚଳ ସମାଧି। ଜ୍ଞାନ ଅମୃତ ଗୁରୁ ବାଣୀ ସୁଜନେ ଶୁଣ ପରିମାଣି। ଯେ ଅପବର୍ଗ ସାଧ୍ୟ ଅର୍ଥେ ପ୍ରାଣୀଙ୍କ ମତି ସାଧୁ ଚିତେ। ତୋର ଚରଣେ ଭାବ ଗ୍ରାହୀ ଦମ୍ଭେ ଲଭିବ ଏହା କାହିଁ। ଏ ସୃଷ୍ଟି ମଧ୍ୟେ ପଦ୍ମ ମୁଖ ତୁ ନାଥ ହେଉ ସ୍ଥୂଳ ସୂକ୍ଷ୍ମ। ବୀଜରୁ ଅଙ୍କୁର ଯେମନ୍ତ ପ୍ରକାଶ କରେ ଏ ଜଗତ। ସେ ଯେ ବୀଜ ଅଙ୍କୁର ତା ଦେହି ତୋର ପ୍ରକାଶ ହୃଦେ ବହି। ସତ୍ୟ ଲଭଇ ଅବିରତେ ତୋ ରୂପ ନ ଜାଣନ୍ତି ଚିତ୍ତେ।
যোগ সাধনে সাধে সাধে অনଳ জেହ୍ନେ ଦାରୁ ମଧ୍ୟେ ଗଗନ ସମୀର ଅନଳ ଅବନୀ ଆଦି ମହାଜଳ ଇନ୍ଦ୍ର ସହିତେ ଦେବ ଗଣେ ଚତୁର ଅନ୍ତର କରଣେ ତୋ ଅନୁଗ୍ରହେ ଦେହ ବହି ଗୁଣ ବିଗୁଣେ ଯେତେ ହୋଇ ମନ ବଚନେ ଯେତେ କରି ତୁ ସର୍ବରୂପ ନର ହରି ନିର୍ଗୁଣ ଦମ୍ଭ ଅହଙ୍କାର ମନ ପ୍ରକୃତି ନିରନ୍ତର ଏ ଆଦି ଅନ୍ତ ମଧ୍ୟେ ଥାଇ କେବେ ହେ ତୋତେ ନ ଜାଣଇ ଯେ ସେ ଭାବ ଜାଣି ମୁନି ଜନେ ରହିଲେ ନିଶ୍ଚଳେ ମୌନେ ଭୋନାଥ ତୋର ନାମ ସ୍ତୁତି ତୋ ପାଦେ ଯାର ଦୃଢ଼ ମତି ନିତ୍ୟ ଚିନ୍ତିବେ ତୋ ଚରଣ ତୋ ପୁଣ୍ୟ କଥନ ଶ୍ରବଣ ସୁପୁଣ୍ୟ କର୍ମେ ଅର୍ଜିତ ତେ ଏ ଷଡ଼ ଭକ୍ତି ଅନୁମତେ ଯେ ଅବା ସାଧନ୍ତି ଜଗତେ ସେ ତତେ ଲଭନ୍ତି ନିଶ୍ଚିନ୍ତେ ତୋ ନାଥ ଅନନ୍ତ ମୂରତି ପରମ ଜ୍ୟୋତିଙ୍କର ଜ୍ୟୋତି। ନାରଦ ଉବାଚ ଏମନ୍ତ ଧର୍ମସୂତ ଆଗେ ନାରଦ ମୁନି ଅନୁରାଗେ କହନ୍ତେ ସଭା ମଧ୍ୟେ ବସି ଶୁଣ ନୃପତି କୁରୁ ବଂଶୀ ଅସୁର ସୁତ ଅନୁମତେ ଯେତେ ବନିଲା ଭକ୍ତି ମତେ ଶୁଣି ସନ୍ତୋଷ ନାରାୟଣ ଯେ ହରି ସ୍ୱଭାବେ ନିର୍ଗୁଣ ସୁପ୍ରୀତେ ତାଙ୍କୁ କୋଳେ ଧରି ପ୍ରଚଣ୍ଡ କୋପେ ପରିହରି କହନ୍ତି ମଧୁର ବଚନ ଶୁଣ ହୋ ଅସୁର ନନ୍ଦନ। ନୃସିଂହ ଉବାଚ ସନ୍ତୋଷେ ଜାଣିଲି ତୋ ଭାବ ଏ ନର ଲୋକେ ତୁ ଦୁର୍ଲଭ ମୁକାମ ପୂର୍ଣ୍ଣ ପ୍ରାଣୀଙ୍କର ଆତ୍ମାନୁରୂପେ ମାଗ ବର ଯେ ପ୍ରୀତି ନ କରଇ ମୋତେ ମୁଁ ତାଙ୍କୁ ଦୁର୍ଲଭ ଜଗତେ ମୋତେ ଦେଖଇ ଯେ ନୟନେ ତାର କି ତପ ପ୍ରୟୋଜନେ ଏ ଘେନିଛନ୍ତି ଜ୍ଞାନୀ ଯେତେ ଭାବେ ଭଜନ୍ତି ପ୍ରାଣୀ ମୋତେ ଚିତ୍ତ ପ୍ରସନ୍ନ ବର ଦେଇ ସର୍ବ ଆଶିଷ ପୂର୍ଣ୍ଣ ମୋହି। ନାରଦ ଉବାଚ ଏମନ୍ତେ ବର ଲୋଭ କହି ମନ ମୋହିଲେ ଭାବ ଗ୍ରାହୀ ଏମନ୍ତେ ଦୃଢ଼ ଭକ୍ତି ତାର ବରେ ନ କଲା ଅଙ୍ଗୀକାର ଏମନ୍ତ ମହିମା ଯାହାର ଦେବ ମାନବେ ଅଗୋଚର ସେ ପ୍ରହଲ୍ଲାଦ ପାଦ ଗତ ନମହି ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ସପ୍ତମ ସ୍କନ୍ଧେ ପ୍ରହ୍ଲାଦ ନୃସିଂହ ସ୍ତୁତି ଚରିତେ ନାମ ନବମ ଅଧ୍ୟାୟ।